যেতবে অର୍ଚ୍ଚନା নাୟକ ସହିତ କେବି ସିଂହଙ୍କ ଅତି ଭଲ ସମ୍ପର୍କ ସେ କେତେବେଳେ ଚାହିଁବେନି ଯେ ଅର୍ଚ୍ଚନା ନାୟକକୁ ଅସୁବିଧାରେ ପକାଇବା ପାଇଁ। ପାଣ୍ଡିଆନ୍ ଟିମ୍ ସହିତ ଭାରତୀୟ ଜନତା ପାର୍ଟିର ଅତି ଘନିଷ୍ଠ ସମ୍ପର୍କ ଟପ୍ ଟୁ ବଟମ୍ ପର୍ଯ୍ୟନ୍ତ ଆପଣ ଷ୍ଟେଟ୍ରୁ ନ୍ୟାସନାଲ୍ ପର୍ଯ୍ୟନ୍ତ ସେମାନେ କିଛି କରିବେ, ସେଣ୍ଟର ପର୍ଯ୍ୟନ୍ତ ସେମାନେ କିଛି କରିବେନି। ଅର୍ଚ୍ଚନା ନାୟକ ଗଲାଥରକ ଯେମିତି ଫସିଲା ଏଥରକ ସେମିତି ଫସିଲା। ବିଜେଡ଼ି ବର୍ତ୍ତମାନ ବୁଢ଼ିଆ ଅବସ୍ଥାରେ ଗଲାଣି। ସେ ଯେଉଁ କ'ଣ ସଂଗଠନ ସମ୍ପାଦକ ନା କ'ଣ ଥିଲେ ସେ ସଂଗଠନ ବି ଆଉ ନାହିଁ। ବିଜେଡ଼ି ପ୍ରତ୍ୟେକ ଦିନ ଦୁର୍ବଳ ହେବାକୁ ଲାଗିଛି, ଭାଙ୍ଗିଗଲାଣି। ବିଜେଡ଼ିଟାକୁ ବନ୍ଦ କରିଦେବା ଉଚିତ ହେବ। ଏବଂ ବବି ଦାସ ସେ କାହିଁକି ରାଜନୀତି କରୁଛନ୍ତି ମୁଁ ବି ଜାଣିନି। ଅର୍ଚ୍ଚନା ନାୟକ କେସ୍ରେ ଅର୍ଚ୍ଚନା ନାୟକ ଯାହା ଟାଣିଛନ୍ତି ୟା ଭିତରକୁ ସେଠି ଏଣ୍ଟାୟାର ସମସ୍ତେ ହେଉଛନ୍ତି ପାଣ୍ଡିଆନ୍ ଟିମ୍ର। ସେ ବବି ହୁଅନ୍ତୁ କି ମାନସ ମଙ୍ଗରାଜ ହୁଅନ୍ତୁ କି ସେ ଅମରେଶ ଜେନା ହୁଅନ୍ତୁ କି ଏକ୍ସେଟ୍ରା। ଆଉ ପାଣ୍ଡିଆନ୍ ଟିମ୍ ସହିତ ଭାରତୀୟ ଜନତା ପାର୍ଟିର ଅତି ଘନିଷ୍ଠତା ଅଛି। ବିଚରା ଅର୍ଚ୍ଚନା ନାୟକ ଏଥିରେ ଫସିଯିବ। ଅର୍ଚ୍ଚନା ନାୟକ ଗଲାଥରକ ଫସିଥିଲା ସେ ବିଜେଡ଼ି ସରକାର ସମୟରେ ଏମିତି କହିକି, ବର୍ତ୍ତମାନ ବିଜେପି ସରକାର ସମୟରେ ଏମିତି କହିଛି। ଅର୍ଚ୍ଚନା ନାୟକ କାହିଁକି ଫସିବ ନା ଆଗରୁ ଅର୍ଚ୍ଚନା ନାୟକ ମଧ୍ୟ ଆଙ୍କ ସହିତ ଯିଏ ଆମର ଅଛନ୍ତି ଡେପୁଟି ଚିଫ୍ ମିନିଷ୍ଟର କେବି ସିଂହଦେଓ ତାଙ୍କ ସାଙ୍ଗରେ ମଧ୍ୟ ଅର୍ଚ୍ଚନା ନାୟକର ଭଲ ସମ୍ପର୍କ ଥିଲା ନା କ'ଣ? ନହେଲେ ଗୋଟେ ଭଲ ବେଡ଼ରୁମ୍ ଭିତରେ ଗୋଟେ ଚହଡ଼ ଚିକଣ ଘର ଭିତରେ ସାଙ୍ଗ ହେଇକି ଛିଡ଼ା ହେଇକି ଫଟୋ ଉଠାଇବା ଏଇଟା କେଉଁଠି କାହିଁ ସଭ୍ୟ ସମାଜରେ କୌଣସି ବ୍ୟକ୍ତି କରିବେନି। ଆମେ ତ କରିବୁନି। ଆଉ ପଲିଟିକାଲି ଯେଉଁମାନେ ଇନଭଲ୍ଭ ରହନ୍ତି ସେମାନେ ଏସବୁ କାମ କରନ୍ତି। ଯେ କେମିତି କରିଥିଲେ କିଏ? କେବି ସିଂହଦେଓ ଜଣେ କିଙ୍ଗପିନ୍ଙ୍କ ସାଙ୍ଗରେ କେମିତି ଏସବୁ କାମ କରୁଥିଲେ ଏବଂ ଏସବୁ ଜିନିଷ କେବେ ଏଗୁଡ଼ା ଖୋଲାଯିବନି। ଅର୍ଚ୍ଚନା ନାୟକ ନିଜେ ଯେହେତୁ ନିଜର ସଚେତନତାପଣ ଦେଖିବା ପାଇଁ ଏସବୁ ଜିନିଷ କହିଥାଇପାରନ୍ତି, କିନ୍ତୁ ଆଙ୍କର ବବି ସେ ତାଙ୍କର କିଛି ହେବାର ନାହିଁ। ଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ନାହିଁ। ଏମାନେ ସମସ୍ତେ ହେଉଛନ୍ତି ଏକ, ସମସ୍ତେ ମିଲିଭଗତ, ସମସ୍ତେ ମିଳିମିଶି ଖାଇଛନ୍ତି, ସମସ୍ତଙ୍କୁ ଇଏ ସମସ୍ତଙ୍କୁ ବାଣ୍ଟି ମୁଣ୍ଟି ଦେଇଛି। ଏ ଜିନିଷ ଚାଲିଛି, ଏ ଜିନିଷ କିଛି ବନ୍ଦ ହେବାର ନାହିଁ। ଏବଂ ଅର୍ଚ୍ଚନା ନାୟକ ଉପରେ ଯଦି ସେମାନେ ପୋଲିସର ନାଁ ନେଇଛନ୍ତି, ଆମର ମୂଳ କାମ ହେଉଛି ବର୍ତ୍ତମାନ ପୋଲିସର ଯିଏ ଡିସିପି ଅଛନ୍ତି ସେମାନେ ପୋଲିସର ଡିସିପି ନିଜ ଆଡ଼ୁ ମାମଲା ରୁଜୁ କରିବା କଥା। ଅର୍ଚ୍ଚନା ନାୟକ ଯାହା ପ୍ରେସମିଟ୍ କରି କହିଛନ୍ତି ଏଇମାନେ ସବୁ ଇନଭଲ୍ଭ ଏଇଆ ହେଇଛି, ଏ ଏଣ୍ଟାୟାର ବିରାଟ ବଡ଼ ସ୍କାମ୍ ଭିତରେ ପୋଲିସ ଚାହିଁବ ଯେ ଏଠି ରାଜ୍ୟରେ କେମିତି ନାରୀ ନିର୍ଯାତନା କମୁ, ଦୁଷ୍କର୍ମ କମୁ, ରାଜ୍ୟରେ କେମିତି ଏଠି ଦେହ ବ୍ୟବସାୟ କମୁ। ଏ ଜିନିଷକୁ ନେଇକି ପୋଲିସ ଡିସିପି ନିଜ ଆଡ଼ୁ ମାମଲା ରୁଜୁ କରିବା କଥା। ଯଦି ପୋଲିସ ଡିସିପି ନିଜ ଆଡ଼ୁ ମାମଲା ରୁଜୁ ନ କରୁଛି ଆପଣ ଜାଣିବେ ଯେ ପୋଲିସ ଡିସିପି ମଧ୍ୟ ଏଠି କାହା ଚାପରେ ଚାପି ହେଇକି ରହୁଛି। ପୋଲିସ ଡିସିପି ମଧ୍ୟ ଏଠି କ'ଣ ଏଥିରେ ମଧ୍ୟ ପୋଲିସ ଡିସିପିର କୌଣସି ନା କେଉଁଠି ଇନଭଲ୍ଭ ଅଛି। ଏସବୁ ଜିନିଷ ଖୁଲାସା ହେବା ଦରକାର। ଡିସିପି ନିଜ ଆଡ଼ୁ ମାମଲା ରୁଜୁ କରିବା, ଏଫଆଇଆର୍ ଦେଇକି ମାମଲା ରୁଜୁ କରିବା ଦରକାର। ଏବଂ ରାଜ୍ୟ ସରକାର ଉପରେ ଆମର ଯାହା ଭରସା ଅଛି, ଯେତେବେଳେ ଅର୍ଚ୍ଚନା ନାୟକ ସହିତ କେବି ସିଂହଙ୍କର ଅତି ଭଲ ସମ୍ପର୍କ ସେ କେତେବେଳେ ଚାହିଁବେନି ଯେ ଅର୍ଚ୍ଚନା ନାୟକକୁ ଅସୁବିଧାରେ ପକାଇବା ପାଇଁ। ଆଉ ଯେହେତୁ ପାଣ୍ଡିଆନ୍ ଟିମ୍ ସହିତ ଭାରତୀୟ ଜନତା ପାର୍ଟିର ଅତି ଘନିଷ୍ଠ ସମ୍ପର୍କ ଟପ୍ ଟୁ ବଟମ୍ ପର୍ଯ୍ୟନ୍ତ ଆପଣ ଷ୍ଟେଟ୍ରୁ ନ୍ୟାସନାଲ୍ ପର୍ଯ୍ୟନ୍ତ ସେମାନେ କିଛି କରିବେ, ସେଣ୍ଟର ପର୍ଯ୍ୟନ୍ତ ସେମାନେ କିଛି କରିବେନି। ଅର୍ଚ୍ଚନା ନାୟକ ଗଲାଥରକ ଯେମିତି ଫସିଲା ଏଥରକ ସେମିତି ଫସିଲା ଭଳି ଲାଗୁଛି। କ'ଣ ହେବ ପରବର୍ତ୍ତୀ ସମୟରେ ସମୟ କହିବ। ନାଇଁ, ବିଜୁ ଜନତା ଦଳ ବର୍ତ୍ତମାନ ବୁଡ଼ିବା ଅବସ୍ଥାରେ ହେଇଗଲାଣି। ବିଜୁ ଜନତା ଦଳ ଆଉ ତିଷ୍ଠିବନି। ସେମାନେ ଯେଉଁଭଳି ଭାବରେ ଅଗଣତାନ୍ତ୍ରିକ ଭାବରେ ରାଜ୍ୟଟାକୁ ଚଲେଇଛନ୍ତି, ଯେଉଁଭଳି ଭାବରେ ସେମାନେ ମନମୁଖୀ ଶାସନ କରିଛନ୍ତି, ବ୍ୟଭିଚାରୀ ତାଙ୍କ ସମୟରେ ବଢ଼ିଛି। ସେମାନେ ଭାରତୀୟ ଜନତା ପାର୍ଟିକୁ ପ୍ରତି ସମୟରେ ସହଯୋଗ କରିଛନ୍ତି। ଲୋକ ତ ପରବର୍ତ୍ତୀ ସମୟରେ ଅଲ୍ଟିମେଟ୍ ଲୋକ ଦେଖିଲେ ଆମେ କାହିଁକି ବିଜେଡ଼ି ଭୋଟ୍ ଦେବୁ, ବିଜେଡ଼ି ଭୋଟ୍ଟା ସେଠି କନଭର୍ଟ ହେବ ବିଜେପିରେ, ଆମେ ଡାଇରେକ୍ଟ ବିଜେପି ଭୋଟ୍ ଦେବୁ। ଏ ସିଷ୍ଟମରେ ଲୋକ ଭୋଟ୍ ଦେଇଛନ୍ତି। ବିଜେଡ଼ି ବର୍ତ୍ତମାନ ବୁଢ଼ିଆ ଅବସ୍ଥାରେ ଗଲାଣି। ସେ ଯେଉଁ କ'ଣ ସଂଗଠନ ସମ୍ପାଦକ ନା କ'ଣ ଥିଲେ ସେ ସଂଗଠନ ବି ଆଉ ନାହିଁ। ବିଜେଡ଼ି ପ୍ରତ୍ୟେକ ଦିନ ଦୁର୍ବଳ ହେବାକୁ ଲାଗିଛି, ଭାଙ୍ଗିଗଲାଣି। ବିଜେଡ଼ିଟାକୁ ବନ୍ଦ କରିଦେବା ଉଚିତ ହେବ। ଏବଂ ବବି ଦାସ ସେ କାହିଁକି ରାଜନୀତି କରୁଛନ୍ତି ମୁଁ ବି ଜାଣିନି। ବବି ଦାସ ତ ଜଣେ ଭଲ ଆପଣ କମ୍ପ୍ରମାଇଜର। ବବି ଦାସ ଭଲ ସଟ୍ଟା ବେପାରୀ କରନ୍ତି। ନହେଲେ କିଏ ଯାଇକି ମୋ ଘର କୋଷ୍ଟାଲ ବେଲ୍ଟରେ ଘର ଯାଇକି ସେମାନେ ଆପଣଙ୍କର ପଶ୍ଚିମ ଓଡ଼ିଶାରେ ନିର୍ବାଚନ ଲଢ଼ିବେ, ମିଛିକା ନିର୍ବାଚନ। ଲୋକ କ'ଣ ସେଉଠୁ ଜାଣିପାରିଲେନି ବବି ଦାସଙ୍କର କ୍ୱାଲିଟି କ'ଣ, ବବି ଦାସଙ୍କର କାପାବିଲିଟି କ'ଣ? ସିଏ ସେଇ କାପାବିଲିଟି ସମସ୍ତେ ବୁଝିଗଲେଣି, ରାଜ୍ୟବାସୀ ବୁଝିଗଲେଣି। ନବୀନ ପଟ୍ଟନାୟକ ବୁଝି ଯାଇଥିବେ, ହେଇଥିବ ବବି ଦାସକୁ ଘର ଭିତରେ ପୁରେଇ ନଥିବେ। ଏ ଅବସ୍ଥା ହେଇଥିବ ତାଙ୍କର ଆଉ।